ଆମ ଗାଁ ମଶାଣୀ ପଦର ପଳାଶ ବଣ ଘେରା ବିସ୍ତୀର୍ଣ୍ଣ ନିଛାଟିଆ ନିକାଞ୍ଚନ ଜଙ୍ଗଲ। ଗାଁଠାରୁ ଟିକେ ଛାଡ଼ି ତାର ଅବସ୍ଥିତି। ରାତି ହେଲେ କେହି ଏକୁଟିଆ ସେଠାକୁ ଯିବାର କେବେ ସାହସ କରନ୍ତି ନାହିଁ। ସେଠି ପୁଣି ଅଛି ବଡ଼ ବଡ଼ ଦ୍ରୁମ କେଇଟା, ଗଛର କୋରଡ଼, ଚଢ଼େଇ ଏବଂ ଚିରୁକୁଣିର ବସା। ଭାରି ଭୟଙ୍କର ତାର ପରିବେଶ। ଗାଁର କେହି ମରିଗଲେ ତାର ଶବ ଉଠେ ସେହି ମଶାଣୀ ବୋହିକି। ସେଠି କେତେ ଯେ ଶବ ପୋତା ହୋଇଛି ତାର ହିସାବ ଯାଏଁ କେହି ରଖିନାହିଁ। ଆଉ କେତେ କଞ୍ଚା ମଣିଷର ଶବ ସେଠି ପୋଡ଼ା ବି ହୋଇଛି। ହେତୁ ହେଲାରୁ ଏଯାଏଁ ଦେଖିଛି କେତେ ଯେ ଶବ ବୁହା ହୋଇ ଯାଇଛି ସେଠିକି। କେତେ ଯେ ହାଡ଼ ମାଂସ ସବୁ ସେଇଠି ଜମାଟ ବାନ୍ଧିଛି ତାର ହିସାବ କେହି ରଖିପାରି ନାହାନ୍ତି। ସେଦିନ ମଦନାର ମା ମରିଯିବା ପରେ ସେ ବି ସେଇଠି ପୋଡ଼ା ହୋଇଥିଲା। ତାରି ପାଖକୁ ଲାଗିଥିଲା ଆଉ କେତୋଟି ଜୁଇ। ରଡ଼ ନିଆଁ ସହିତ ହାଡ଼ର ଫାଟିବାର ଶବ୍ଦ ଏବଂ ମାଂସର ଫୋରୁକୁଟିଆ ଗନ୍ଧ ସବୁ ନାକରେ ବାଜେ। ହରିଆ ବୁଢ଼ା ଓ ଧନିଆ ସାନ୍ତେ ମଧ୍ୟ ସେଇଠି ପୋତା ହୋଇଥିଲେ। ମାଧିଆ ବୁଢ଼ା ବି କାଠ ଅଭାବରୁ ସେଠି ପୋଡ଼ା ନ ହୋଇ ପୋତା ହୋଇଥିଲା। ରୋଦନା ମା କଷ୍ଟ ନ ନେଇ ପିଲାକୁ ଜନ୍ମ କରିପାରିଲା ନାହିଁ, ତେଣୁ ମା ଛୁଆ ସେଇଠି ପୋତା ହୋଇଛନ୍ତି। ଯିଏ ମରିଲା ସେ ତରିଗଲା, ସିଧା ସ୍ୱର୍ଗ ପ୍ରାପ୍ତି କରନ୍ତେ। କିନ୍ତୁ ଯାହାର ସଂସାରିକ ମୋହମାୟା ତୋଟି ନଥାଏ ବା ଅକାଳ ବିୟୋଗରେ ମୃତ୍ୟୁବରଣ କରିଥାଏ, ସେମାନଙ୍କର ପ୍ରେତାତ୍ମା ସବୁ କୁଆଡ଼େ ସେଇଠି ଘୁରି ବୁଲେ। ରାତି ଅଧରେ ସେମାନେ ଜାଗ୍ରତ ହୋଇ ଉଠନ୍ତି। ସେଇଠି ଡାହାଣୀ ଜୀବନ୍ତ ହୋଇ ତା ଛୁଆକୁ ନିଆଁରେ ସେକେ। ଭେଟଣା ହୋଇଗଲେ କଞ୍ଚା ଖାଇଯିବ। ଲମ୍ବା ଲମ୍ବା ପାହୁଡ଼ ବଢ଼ାଇ ଧାଇଁ ଆସିବ, ବେକକୁ ମୋଡ଼ି ତଳେ ପକାଇଦେବ। କେତେ ଲୋକ ବେହୋସ ହୋଇଯାଇଛନ୍ତି ସେଠି, ତେଣୁ କେହି ସାହସ କରନ୍ତି ନାହିଁ। ସେଠି ମୁହଁ ସଞ୍ଜ ବେଳେ କୁଆଡ଼େ ଖଡ଼ ଖଡ଼ ଶବ୍ଦ ହୁଏ। ଗଛରୁ ପତ୍ର ଝରିଲା ପରେ ଟେକା ବୋଷ୍ଟି ହୁଏ। ଏକୁଟିଆ ପାଇଲେ ଖବିଶ ଦେହରେ ସବାର ହୋଇଯାଏ। ମାଂସ କି ମାଛ ସେ ବାଟରେ ଧରି ଆସିଲେ ଡାହାଣୀ ପିତା ଶୁଣି ଗୋଡ଼ାଏ। ରାତି ଅଧରେ ମଧ୍ୟ ବ୍ରହ୍ମ ରାକ୍ଷସ ଜଗି ବସିଥାଏ। ସେବାଟେ ଆସିଲେ ବାଟ ଓଗାଳେ, ଆଗକୁ ଯିବାକୁ ଦିଏ ନାହିଁ। ଲୋକଙ୍କ ମନରେ ଭାରି ଡର। ରାତି ହେଲେ ସେପଟେ କେହି ଯାଆସ କରନ୍ତି ନାହିଁ। କିନ୍ତୁ ଷ୍ଟେସନରୁ ଓହ୍ଲାଇ ଗାଁକୁ ଯିବା ଆସିବା ବାଟରେ ଆଗ ସେଇ ମଶାଣୀ ଭୂଇଁ ପଡ଼େ। ତେଣୁ ଘରକୁ ଯେବେ ଆସିବାର ଥାଏ, ଆଗରୁ ଘରକୁ ଏବଂ ଗାଁ ଲୋକଙ୍କୁ ଖବର ଦିଆଯାଏ। ଗଣ୍ଡେ 6ଟା ଲୋକ ଆସି ବାଟରେ ଜଗିଥାନ୍ତି। ରାତିର ଲୋକାଲ ଟ୍ରେନ୍ଟା ଡେରି ହେଲେ ସେମାନଙ୍କ ସାହାଯ୍ୟରେ ପାଦ ଚଲା ରାସ୍ତା ଦେଇ ଗାଁରେ ପହଞ୍ଚିବାକୁ ହୁଏ। ନହେଲେ ବେଳ ଖରାପ ପଡ଼ିଲା ଜାଣ, ଏକା ଏକା ଘରକୁ ଆସିବାର ଉପାୟ ନାହିଁ। ସେଦିନ ବି ମୋ ଟ୍ରେନ୍ଟା ଲେଟ୍ ଥାଏ। ମୁଁ ଘରକୁ ଆସୁଛି ବୋଲି କାହାକୁ କହିପାରି ନଥାଏ। ହଠାତ୍ କଲେଜର ସବୁ କ୍ଲାସ୍ ସସ୍ପେଣ୍ଡ ହୋଇଯିବାରୁ ମୁଁ ଏମିତି ଦିନେ ଦିନେ ପଳେଇ ଆସିବି ବୋଲି ବାଧ୍ୟ ହେଲି। କିନ୍ତୁ ଟ୍ରେନ୍ ଲେଟ୍ ଯୋଗୁଁ ଟ୍ରେନ୍ ଷ୍ଟେସନରେ ପହଞ୍ଚିଲା ବେଳକୁ ଅନ୍ଧାର ହୋଇସାରିଥିଲା। କେମିତି ଘରକୁ ଆସିବି କିଛି ବୁଦ୍ଧି ବାଟ ଦିଶୁନଥାଏ। ପାଖରେ ତ କେହି ଗାଁ ଲୋକ ନଥାନ୍ତେ। ରାତି 2 ଘଡ଼ି ହେଲାଣି। ପ୍ରଥମେ ଭାବିଲି ରାତିଟା ଷ୍ଟେସନରେ ବସି ବସି କାଟିଦେବି, ପରେ ସକାଳ ହେଲେ ଘରକୁ ଚାଲିଯିବେ। ହେଲେ ପୁଣି ମନରେ ସାହସ ବାନ୍ଧିଲେ, ହିମ୍ମତ ରଖି ଆଗକୁ ଚାଲିଲେ। ହାତରେ ସାମାନ ପତ୍ର ଧରି ଚାଲିଲି ସେହି ରାସ୍ତା ଆଡ଼େ। ରାସ୍ତାରେ ଚଢ଼େଇଟିଏ ଉଡ଼ିଗଲେ କି ପତ୍ରଟିଏ ଖସ୍ ଖସ୍ ଶବ୍ଦ ହେଲେ ମନ ଭିତରେ ଭୟ ସଞ୍ଚାରିତ ହେଉଥିଲା। ଆହୁରି ଦ୍ରୁତ ଗତିରେ ପାଦ ଆଗକୁ ବଢ଼ାଉଥିଲେ। ଡରରେ ଦେହରେ ପ୍ରାଣ ନଥାଏ, ମନରେ ଟିକେ ଦମ୍ଭ ଥାଏ। ଘର ପାଖରେ ପହଞ୍ଚିଲା ବେଳକୁ ଠାକୁଆ ପାଖରୁ ଶୁଣିଥିବା କଥା ଗୁଡ଼ିକ ମନେ ପଡ଼ିଯାଉଥାଏ। ମୁଁ ଅଧମରା ହୋଇସାରିଥାଏ। ଘର କବାଟ ବାଡ଼ାଇଲେ। କିଏ ସେ ଡାକୁଛି କହି ଆଗ ମା ଏବଂ ତାପରେ ବାପା ଉଠି ପଡ଼ିଲେ। ମୁଁ ପାଟି ବାରି କବାଟ ଖୋଲିଲେ। ଭୟ ଗାଳି ଦେଲେ, ଏତେ ରାତିରେ କାହିଁକି ଏକୁଟିଆ ଆସିଲୁ? କାହିଁକି ଖବର ଦେଲୁନି? ବାଟରେ ଭୂତ ପ୍ରେତ କିଛି ଦେଖିନୁ ତ? ବ୍ୟସ୍ତ ହୋଇ ଏମିତି କିଛି ପ୍ରଶ୍ନ ପଚାରି ଚାଲିଥିଲେ। ଆଗ ଛାଞ୍ଚୁଣିରେ ବହେ ଝାଡ଼ି ପକାଇଲେ। ତାପରେ ଗୁଣିଆ ପାଗଳ ବଡ଼ ବାପାକୁ ଡାକି ଝଡ଼ା ଫୁଙ୍କା କଲେ।
ମନ୍ତୁର ପାଣି ବି ପିଇବାକୁ ଦେଲେ, କାଳେ ଭୂତ ପ୍ରେତ ସବାର ହୋଇଯାଇଥିବ ବୋଲି। ଏମିତି ବଡ଼ ଅଜବ ସେଦିନର ସ୍ମୃତି, ଯାହା ମୋ କଲେଜ ପଢ଼ିଲା ବେଳର ମୋ ଗାଁର ଅଭୁଲା ସ୍ମୃତି। ବଡ଼ ହୋଇଗଲା ପରେ ଏବେ ନିରୋଳାରେ ଏକାନ୍ତରେ ବସି ବେଳେବେଳେ ଭାବେ, ସତରେ କ'ଣ ଭୂତ ପ୍ରେତ ଅଛନ୍ତି? ଠାକୁଆ କୁହନ୍ତି ଆଗକାଳରେ କୁଆଡ଼େ ସବୁ ଥିଲେ, ଏବେ ଜଙ୍ଗଲ କାଟି ସଫା କରିଦେଲା ଠାରୁ, ପୁଣି ଗାଁକୁ ବିଦ୍ୟୁତ ଆଲୁଅ ଆଇଲା ଦିନଠାରୁ ସେ ଡାହାଣୀ ପିଶାଚ ଗୁଡ଼ାକ କୁଆଡ଼େ ଜେଗା ଛାଡ଼ି ପଳାଇ ଗଲେଣି। ସେମାନଙ୍କ ପାଇଁ ଗାଡ଼ି ମଟରର ପେଁ ପାଁ ଶବ୍ଦ ଏ ଜେଗା ଆଉ ପ୍ରକୃଷ୍ଟ ଜାଗା ହୋଇ ରହିନାହିଁ। ଦିନେ କୁଆଡ଼େ ଚମାର ବୋଉ ସଞ୍ଜ ସଞ୍ଜୁଆ ନଈ ଆଡ଼େ ଯାଇଥିଲା। ସେ ଶ୍ମଶାନ ପଦାର ପାଖରେ ପହଞ୍ଚିଛି କି ନାହିଁ ତାକୁ ଡାହାଣୀ ଗୋଡ଼ାଇଲା। ସେ ଦୌଡ଼ି ଦୌଡ଼ି ଆସି ଘର ପାଖରେ ଅଛାଟ ହୋଇ ପଡ଼ିଗଲା। ତା'ର ହୋସ୍ ନଥାଏ। ପାଣି ଛାଟି ତାକୁ ସଷ୍ଟାମ କଲାରୁ ହୋସ୍କୁ ଆସିଲା। 3 ଦିନ 3 ରାତି ଜ୍ୱର ହେଲା, ଖାଲି ବାଉଳି ଚାଉଳି ହେଉଥାଏ। ପୁଣି ଗୁଣିଆକୁ ଡାକି ଝଡ଼ା ହେଲାରୁ ସେ ଭଲ ହେଲା। ସେମିତି ଆଉ ଦିନେ ଧଡ଼ିଆର ବାପା ଖାସି ମାଂସ ଧରି ବଜାରରୁ ଘରକୁ ଫେରୁଥିଲା। ବାଟରେ ଡେରି ହୋଇଯିବାରୁ ରାତି ହୋଇଗଲା। ଏକୁଟିଆ ଦେଖି ଆଇଁଷ ବାସ୍ନାରେ ବ୍ରହ୍ମ ରାକ୍ଷସଟା ତା ପିଛା କଲା। ଖାଲି ବାଟ ଛକୁଥାଏ। ସେ ଖଣ୍ଡେ ମାସ ଖାଲି ଦୂରକୁ ଫିଙ୍ଗି ଦେଉଥାଏ। ବ୍ରହ୍ମ ରାକ୍ଷସ ଖାଉ ଖାଉ ସେ କିଛି ବାଟ ଚାଲି ଆସେ। ଖାଇସାରି ପୁଣି ଗୋଡ଼ାଏ ଆଗ ଛକ ଯାଏଁ। ପୁଣି ଖଣ୍ଡେ ଫିଙ୍ଗି ଦେଲା ପରେ କିଛି ବାଟ ସେ ଚାଲି ଆସେ। ଏମିତି ଘର ପାଖରେ ପହଞ୍ଚିଲା ବେଳକୁ ଝୋଲି ମୁଣିରୁ କିଲେ ମାଂସରୁ ଆଉ 250 ହିଁ ବାକି ରହିଥାଏ। ଏକାବେଳେ ସେ ଯଦି ସବୁ ମାଂସ ଫିଙ୍ଗି ଦେଇଥାନ୍ତା, ତାହେଲେ ସେତେକ ମାଂସ ଖାଇସାରି ବ୍ରହ୍ମ ରାକ୍ଷସ ତାକୁ ଗୋଟା ପୁଣି କଞ୍ଚା ଚୋବେଇ ଯାଇଥାନ୍ତା। ତା'ର ବୁଦ୍ଧି ଥିଲା ବୋଲି ସେଦିନ ବ୍ରହ୍ମ ରାକ୍ଷସଠାରୁ ମୁକୁଳି ଆସିପାରିଲା। ଏମିତି ଅନେକ କଥା ଅଛି ଠାକୁରଙ୍କ ପାଖରେ। ତେବେ ଆଜିକାଲି ସେସବୁ କଥା ଆଉ ନାହିଁ। ଏ କଥାରେ କେତେ ଦୂର ସତ୍ୟତା ରହିଛି ତାହା ଆପଣମାନେ ଠିକ୍ ସେ ଜାଣିଥିବେ। ତେବେ ଆମ ଗାଁର ମଶାଣି ପଦାର ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଲେଖି ଜଣାଇବେ।